ପିଲାମାନେ ଆଜି ଆମେ କ'ଣ କରିବା କହିଲ ଦେଖିଆ। ଆଜି ଆମେ ଲାଇଫ୍ ସାଇନ୍ସ ଆମ 10ମ କ୍ଲାସ୍ର ପରିବହନ ଓ ସଞ୍ଚାଳନ ଚାପ୍ଟରର ଅଭ୍ୟାସ ପ୍ରଶ୍ନପତ୍ର କରିବା। ତାହେଲେ 1 ନମ୍ବର ପ୍ରଶ୍ନ ଆମକୁ ଦେଇଛି ମଣିଷର ହୃତ୍ପିଣ୍ଡର ଆଭ୍ୟନ୍ତରୀଣ ଗଠନ ବୁଝାଅ। ପିଲାମାନେ ଆମେ ଜାଣିଛେ କି ନାହିଁ ଆଗରୁ କହିଲ ହୃତ୍ପିଣ୍ଡ କେତୋଟି ପ୍ରକୋଷ୍ଠ ବିଶିଷ୍ଟ? 4ଟି ପ୍ରକୋଷ୍ଠ ବିଶିଷ୍ଟ। ତାହେଲେ ଉପର 2ଟି ପ୍ରକୋଷ୍ଠକୁ କ'ଣ କହିବା? ଏଟ୍ରିୟମ୍ ବା ଅଳିନ୍ଦ କହିବା। ତଳ 2ଟି ପ୍ରକୋଷ୍ଠକୁ କ'ଣ କହିବା? ଭେଣ୍ଟ୍ରିକଲ୍ ବା ନୀଳୟ କହିବା। ଏତିକି ବୁଝି ହେଲା କି ନାହିଁ ମୋତେ କୁହ। 2 ନମ୍ବର ପଏଣ୍ଟ ଆମକୁ କ'ଣ ଦେଖ, ଦକ୍ଷିଣ ଅଳିନ୍ଦ ସହ ଊର୍ଦ୍ଧ୍ୱ ମହାଶିରା ଆଉ ନିମ୍ନ ମହାଶିରା ନାମକ 2ଟି ରକ୍ତବାହିନୀ ଅଛି। ବୁଝିହେଲା? ଦକ୍ଷିଣ ଅଳିନ୍ଦ ସହ କ'ଣ ଅଛି? ଊର୍ଦ୍ଧ୍ୱ ମହାଶିରା ଓ ନିମ୍ନ ମହାଶିରା ନାମକ 2ଟି ରକ୍ତବାହିନୀ। ଆଉ ଦକ୍ଷିଣ ନୀଳୟ ସହିତ ଫୁସ୍ଫୁସ୍ ଧମନୀ ସଂଯୁକ୍ତ। ହୃତ୍ପିଣ୍ଡର ବାମ ଅଳିନ୍ଦ ସହ ଫୁସ୍ଫୁସ୍ ଶିରା ଓ ବାମ ନୀଳୟ ସହ ମହାଧମନୀ ମଧ୍ୟ ସଂଯୁକ୍ତ ଅଛି। ବୁଝିଲା ତ? ତାପରେ ଆମେ 3 ନମ୍ବର ପଏଣ୍ଟରେ କ'ଣ ଲେଖିବା? ଅଳିନ୍ଦ ନୀଳୟ ଦ୍ୱାରରେ ଏବଂ ନୀଳୟ ରକ୍ତବାହିନୀ ଦ୍ୱାରରେ ରହିଥିବା 2 ବା 3ଟି ପତଳା ପରଦାକୁ କପାଟିକା କୁହାଯାଏ। ଏଇଟା ଇମ୍ପୋର୍ଟାଣ୍ଟ ପଏଣ୍ଟ। କପାଟିକା କାହାକୁ କୁହାଯାଏ? ହେଲା, ତାହେଲେ କପାଟିକାର ପୁଣି ପ୍ରତ୍ୟେକ ପରଦାକୁ ଆମେ କ'ଣ କହିବା? ପାଖୁଡ଼ା ବୋଲି କହିବା। ବୁଝି ହେଉଛି କି ନାହିଁ ମୋତେ କୁହ। 4 ନମ୍ବର ପଏଣ୍ଟ ପିଲାମାନେ ଦକ୍ଷିଣ ଅଳିନ୍ଦ ଓ ଦକ୍ଷିଣ ନୀଳୟ ଦ୍ୱାରରେ ହେଲା ପାଖୁଡ଼ା ବିଶିଷ୍ଟ କପାଟିକା, ବାମ ଅଳିନ୍ଦ ବାମ ନୀଳୟ ଦ୍ୱାରରେ 2 ପାଖୁଡ଼ା ବିଶିଷ୍ଟ ଏଇଟା ହେଲା ଲିଭିଆଇଛି 3 ପାଖୁଡ଼ା ବିଶିଷ୍ଟ, ଏଇଟା ହେଲା 2 ପାଖୁଡ଼ା ବିଶିଷ୍ଟ ନୀଳୟ ରକ୍ତବାହିନୀ ଦ୍ୱାରରେ ଅର୍ଦ୍ଧଚନ୍ଦ୍ରାକୃତ କପାଟିକା ଅଛି। ବୁଝିଲା ତ? ତାହେଲେ ଇଏ ଥିଲା ଆମର ଆଭ୍ୟନ୍ତରୀଣ ଗଠନ ବୁଝିଲେ। 2 ନମ୍ବର ପ୍ରଶ୍ନ ଯିବା ଆମେ। 2 ନମ୍ବର ଆମକୁ ଦେଇଛି ରକ୍ତବାହିନୀ କ'ଣ? ଶିରା ଓ ଧମନୀ ମଧ୍ୟରେ ପାର୍ଥକ୍ୟ ଲେଖିବା। ପିଲାମାନେ ତାହେଲେ ରକ୍ତ ଓ ଧମନୀ କ'ଣ? ଶିରା ଓ ଧମନୀ ଭିତରେ ପାର୍ଥକ୍ୟ ଲେଖିବା। 1 ନମ୍ବର ହେଲା ଶରୀରରେ ରକ୍ତ ସଞ୍ଚାଳନ ପାଇଁ ରହିଛି କିଛି ନଳୀ, ହଁ କି ନାହିଁ? ଏହି ନଳୀକୁ ଆମେ ରକ୍ତବାହିନୀ ବୋଲି କହିବା। ଇଂଲିଶରେ ବ୍ଲଡ଼ ଭେସେଲ୍ ବୋଲି କହିବା। ହେଲା, ତାହେଲେ ଏଇ ଯେଉଁ ରକ୍ତବାହିନୀ ଅଛି ପିଲାମାନେ, ତାହେଲେ ରକ୍ତ ଏଇ ବାଟେ ଯିବ ଦେଇ ସିଏ ହେଉଛି ଗୋଟେ ଏକମୁହାଁ ରାସ୍ତା ପରି। ତା'ର ପରିବହନ ସଂସ୍ଥାଟା କେମିତି? ଗୋଟେ ରାସ୍ତାରେ ସେମିତି ଚାଲୁଥିବ। ପିଲାମାନେ ଆମ ଦେହ ସାରା ପ୍ରାୟ 96,000ରୁ 1,60,000 କିଲୋମିଟର ଲମ୍ବ ନଳୀ ବିଛେଇ ହୋଇ ରହିଛି। ମନେ ରଖିଥ 96,000ରୁ 1,60,000 କିଲୋମିଟର। ରକ୍ତବାହିନୀ ପ୍ରଧାନତଃ 3 ପ୍ରକାର ପିଲାମାନେ, ଧମନୀ, ଶିରା ଆଉ ଗୋଟେ ହେଲା ରକ୍ତ କୈଶିକ। ହେଲା, ତାହେଲେ ଆମକୁ ପୁଣି କ'ଣ ପଚାରିଥିଲା? ଶିରା ଓ ଧମନୀ ମଧ୍ୟର ପାର୍ଥକ୍ୟ। ଇଏ ଆମେ ଜାଣିଦେଲେ। ତାହେଲେ ଶିରା ପ୍ରଥମେ ଦେଖିବା ପିଲାମାନେ। ହେଲା, ଶିରା ଏଇଟା ତାହେଲେ ଏହା ଶରୀରର ବିଭିନ୍ନ ଅଂଶରୁ ହୃତ୍ପିଣ୍ଡକୁ ରକ୍ତ ବହନ କରିଥାଏ। ଆଉ କ'ଣ ଏହାର କାମ? ଏହା ଅମ୍ଳଜାନ ବିହୀନ ରକ୍ତ ବହନ କରେ। ଏହାର ଭିତ୍ତି ପତଳା ଓ କମ୍ ପ୍ରସାରଣଶୀଳ। ହେଲା, ତାପରେ ଧମନୀ ପିଲାମାନେ। ଧମନୀ କ'ଣ? ଏହା ହୃତ୍ପିଣ୍ଡରୁ ଶରୀର ବିଭିନ୍ନ ଅଂଶକୁ ରକ୍ତ ବହନ କରିଥାଏ। ଏହା ଅମ୍ଳଜାନଯୁକ୍ତ ରକ୍ତ ବହନ କରେ। ଏହାର ଭିବି ମୋଟା ଓ ଅଧିକ ପ୍ରସାରଣଶୀଳ। ଏହାର ରକ୍ତ ଉଚ୍ଚ ଚାପରେ ଦ୍ରୁତ ଗତିରେ ପ୍ରବାହିତ ହୁଏ। ବୁଝିହେଲା? ଏଥିରେ ମଧ୍ୟ କପାଟିକା ନଥାଏ ଏବଂ ଏହା ଶରୀର ମଧ୍ୟରେ ଗଭୀରକୁ ଥାଏ। 3 ନମ୍ବର ପିଲାମାନେ ଆମକୁ ଦେଇଛି ରକ୍ତ କିପରି ଜମାଟ ବାନ୍ଧେ ବୁଝାଅ। ପିଲାମାନେ ଶରୀରରେ କୌଣସି ସ୍ଥାନ କଟିଗଲେ ବା କ୍ଷତି ହୋଇଗଲେ ସେ ସ୍ଥାନରୁ ରକ୍ତ ବାହାରେ କି ବାହାରେ ନାହିଁ? ବାହାରେ। ତାହେଲେ କିଛି ସମୟ ପରେ ଆପେ ଆପେ ଜମାଟ ବାନ୍ଧିଯାଏ। କେମିତି? କିଛି ସମୟ ପରେ ସେ ସ୍ଥାନରୁ ରକ୍ତ ଜମାଟ ବାନ୍ଧେ ଓ ରକ୍ତସ୍ରାବ ବନ୍ଦ ହୁଏ। ପ୍ଲାଜମାରେ ଥିବା ବିଭିନ୍ନ ପ୍ରୋଟିନ୍ ରକ୍ତ ଜମାଟ ବାନ୍ଧିବା କାର୍ଯ୍ୟଟି କରିଥାନ୍ତି। ମନେ ରଖିଥା, ପ୍ଲାଜମାରେ ଥିବା ବିଭିନ୍ନ ପ୍ରୋଟିନ୍ ରକ୍ତ ଜମାଟ ବାନ୍ଧିବା କାର୍ଯ୍ୟ କରିଥାନ୍ତି। କ୍ଷତ ହୋଇ ରକ୍ତ ବାହାରିଲେ କ୍ଷତ ଟିସ୍ୟୁ ଓ ଭାଙ୍ଗି ଯାଇଥିବା ଅଣୁଚକ୍ରିକାର ବାୟୁର ସଂସ୍ପର୍ଶରେ ଆସିବା ଫଳରେ କ୍ଷତ ସ୍ଥାନରେ କ'ଣ ଥ୍ରୟୋପ୍ଲାସ୍ଟିନ୍ ନାମ ଏକ ଲିପୋପ୍ରୋଟିନ୍ ସୃଷ୍ଟି ହୁଏ। ଏହା କ'ଣ କରିବ? ରକ୍ତରେ ଥିବା କ୍ୟାଲସିୟମ ଆୟନ ତଥା ଏନ୍ଜାଇମ୍ ଉପସ୍ଥିତିରେ ପ୍ଲାଜମାରେ ଥିବା ପ୍ରୋଥନକୁ ଥ୍ରମ୍ବିନ୍ ନାମ ଏକ ସକ୍ରିୟ ଏନ୍ଜାଇମ୍ରେ ପରିଣତ କରାଏ। ସେଇ ଥ୍ରମ୍ବିନ୍ର ପ୍ରଭାବରେ କ'ଣ ହେବ?
फाइट्रिनोजेन नामक अन्य एक प्लाज्मा प्रोटीन फाइब्रिन में परिणत हम। द्रवणीय और तंतु परिथिबा ही प्रोटीन क्षत स्थान में ठूल होई सेठार एक सूक्ष्म जाल तैयारी करे। पिलाने सब घोषिब पूरा भलरे लाइन बाय लाइन घोषिब बढ़िया मन रहिबो। एवं से जाल रक्त कणिका और अणुचक्रिका छंदेबार फल खंडिया स्थान उपर एक पतला आस्तरण तैयारी हुए। फल क्षतरु रक्त बाहरी पारे नहीं एवं रक्तस्राव कौन हो जाए बंद हो जाए। तापर पिला आम करवा संक्षेप यहाँ आम देटा तुम लिख न लिखला मु बुझा देती केमी प्रोथ्रोम्बिन थ्रोम्बिन है फाइब्रिनोजेन रु फाइब्रिन होमि रक्त जमाटा बांधिला यहाँ मुझे देखी बुझेगा। तापर 4 नंबर प्रश्न हृत्पिंडर पिला माने अभ्यंतरण पढ़ी बर्तमान कौन पढ़ा अवस्थिति और बाह्य गठन वर्णना करवा। ताले प्रथमे आम देखा कौन अवस्थिति। देख पिला माने मनुष्य शरीर बक्षगहर मध्यस्थल दुई फुसफुस मझिरे और मध्य छंदार ऊपर सामान्य बाम को आमर हृत्पिंड अवस्थित बुझेगा। ताला हृत्पिंड अवस्थित पढ़िले बाह्य गठन कौन जड़े पिला बयः प्राप्त व्यक्तिर हृत्पिंड लंब हूँ 12 सेंटीमीटर ओसार 9 सेंटीमीटर ओजन 250 रु 300 ग्राम एवं यार रंग हूँ माटिया लाल। मन रखी था हृत्पिंड रंग किपर सर्ट क्वेश्चन पड़ो माटिया लाल ओजन है 250 रु 300 ग्राम है। ताहले आम पढ़ीचे हृत्पिंड 4टी प्रकोष्ठ मु पढ़ी देइछि हमको कौन एट्रियम बा अलंद कहवा 2टी की आ गोटे भेंट्रिकल बा नीलय कहवा। ताले दक्षिण अलिंद सह ऊर्ध्व महाशिरा और निम्न महाशिरा नामक 2टी बृहत रक्तवाहिनी एवं दक्षिण नीलय सहित फुसफुस धमनी संयुक्त होता है बुझेगा। ये सब आम जाचे। ताले बाम अलिंद सह कौन फुसफुस शिरा और बाम नीलय सह महाधमनी संयुक्त होता है। पिला माने बढ़िया क्वेश्चन देछि उद्भिदरे जलर परिवहन रे संपूर्ण तत्व ताले 3टी तत्व आम पढ़ीचे कौशिक आकर्षण मूलज चाप आ गोटे है संशक्ति तत्व। प्रथमे आम पढ़ा ये कौन मूलज चाप। पिला माने कौन से एक उद्भिदर कांड को अधारू काटिदवा जदि ताले क्षत स्थान जलीय पदार्थ कि देख बाहर यह मूलज चाप जो होता है बोली विश्वास करा जाए। गछर कटा अंश जदि गोटे मानोमीटर खंजी दि जाए तेबे मूलरू जो चाप सृष्टि हुए ताहाकू मपा जाई पारिबो। जलर ऊर्ध्व परिवहन पाई उच्च गछ गुड़िकर मूल चाप अधिक होगा कथा किंतु ताहा हुए नहीं। उत्सेदन बेग जदि सर्वाधिक हम ताहले जल सबुठु उच्च उठी थाए है मात्र सेतेबेले मूल चाप सर्वनिम्न थिबा देखा जाए। तेणु जल परिवहन में मूल चापर विशेष भूमिका नाही है। जल परिवहन ताले मूल चापर आम पढ़िले विशेष भूमिका नाही। ताले संशक्ति बल और संलग्न बल जलर शोषण पिला ने मुख्यतः कौन यही उद्भिदर कौन उद्दन प्रक्रिया संगठित होता है। यही प्रक्रिया हेतु पत्रु बहु परिमाण जल क्षय हुए। जल क्षय जो पत्र फलक जलर विसरण चाप कमी जाए। तेणु पत्रर शिरा प्रशिरारू जल पत्र फलक मध्य को गति करे फल शिरा प्रशिरा जलर विसरण चाप कमी जाए। पत्र फलक और शिरा प्रशिरा पूर्वावस्था आने जल कांडर जाइलेम टिश्यू पत्रर शिरा प्रशिरा को गति करे। कांडरे थिबा जाइलेट रे जलर धारा अक्षुण्ण रखापी जल मूलरू शोषित होई कांड पर्यंत आसे अर्थात पत्रपृष्ठ उच्छेदन जनित आकर्षण जो मूलरू पत्र पर्यंत जलर एक निरवच्छिन्न धारा प्रवाहित हुई है। पूरा सिंपल भाव में सजेकी देती संपूर्ण भाव में भलरे पढ़ीदेव है। आउ अति सरीन है अति सूक्ष्म नली भितर जल अणु मान संशक्ति बल यथेष्ट अधिक थाए। जल और जाइलेम भित्ति मध्य थिबा संलग्न बल जो जल सर्वदा जाइलेम भित्ति सह लगी रहे। तेणु मूलज चाप संयुक्त बल और संलग्न बलर प्रभाव में उद्भिदरे जलर परिवहन संभव होता है। तापर 6 नंबर आमको पिला माने देइछि उद्भिदरे जलर परिवहन दर्शाते एक परीक्षण यहाँ आम बही भी देइछि है। परीक्षण आम कौन कोनिकल फ्लास्क ना नाली काली
ସାଫ୍ରନ ରଙ୍ଗ ଜଳ ଆଉ ହରଗୌରା ଗଛ। ତାହେଲେ ପରୀକ୍ଷଣ କେମିତି କରିବା? ତାହେଲେ ପିଲାମାନେ ପରୀକ୍ଷଣ ଦେଖ, ଗୋଟିଏ କୋନିକାଲ ଫ୍ଲାସ୍କରେ ଅଧା ପାଣି ନେବା, ସେଥିରେ 2-3 ବୁନ୍ଦା ନାଲି କାଳି ମିଶାଇ ଦେବା। ପାଣିର ରଙ୍ଗ ଲାଲ ହୋଇଛି କି ନାହିଁ ଦେଖାଯାଉ। ଗୋଟିଏ ହରଗୌରା ଗଛକୁ ସାବଧାନରେ ମାଟିରୁ ଚେର ସହ ଉପାଡ଼ି ବାହାର କର। ହେଲା, ଏବେ ଚେରରୁ ମାଟି ଧୋଇ ଦିଆଯାଉ। କୋନିକାଲ ଫ୍ଲାସ୍କରେ ଗଛଟିକୁ ସିଧା କରି ଠିଆ କରାଇଦେବା, ଯେପରି ଚେର ନାଲି ପାଣିରେ ବୁଡ଼ି ରହିବ। 1 ଘଣ୍ଟା ପରେ ଲକ୍ଷ୍ୟ କରିବା ଯେ ଆମେ କ'ଣ କରିବା? ହରଗୌରା ଗଛର କାଣ୍ଡ ଓ ପତ୍ରର ଶିରା ପ୍ରଶିରା ନାଲି ହେବାର ଦେଖାଯିବ। ହେଲା, ସିଦ୍ଧାନ୍ତ ଏଥିରେ ଆମେ ପାଇଲେ ଯେ କୋନିକାଲ ଫ୍ଲାସ୍କରେ ଥିବା ନାଲି ପାଣି ଚେର ଦ୍ୱାରା ଶୋଷିତ ହୋଇ ଗଛର କାଣ୍ଡ ଓ ପତ୍ରର ଶିରା ମଧ୍ୟକୁ ପରିବାହିତ ହୋଇଥାଏ। ଏଥିରୁ ଜଣାଗଲା ଯେ ଉଦ୍ଭିଦରେ ଜଳର ପରିବହନ ହୋଇଥାଏ। 7 ନମ୍ବର ପିଲାମାନେ ଦେଇଛି ଚିତ୍ର କରିବା। କ'ଣ ପରୀକ୍ଷାରେ 3 ମାର୍କର ଚିତ୍ର ଆସିବ, ସବୁ ବର୍ଷ ଆସୁଛି। ମଣିଷ ହୃତ୍ପିଣ୍ଡ ଆଭ୍ୟନ୍ତରୀଣ ଗଠନ ନାମାଙ୍କନ ଚିତ୍ରରେ ବହିରେ ବି ଅଛି, ମୁଁ ବି ଏଠି ଦେଇଦେଇଛି। ହେଲା, ଚିତ୍ର ଇଏ। ତାପରେ ଯିବା ହାରି ଆମେ 8 ନମ୍ବର, ଆମେ ଟିପ୍ପଣୀ ଦେବା। ଦ୍ୱୈତ ସଞ୍ଚାଳନ ପ୍ରଥମେ ଦେଲା। ତାହେଲେ ମନୁଷ୍ୟ ତଥା ଅନ୍ୟ ସ୍ତନ୍ୟପ୍ରାୟୀ ପ୍ରାଣୀ ପକ୍ଷୀମାନଙ୍କ ହୃତ୍ପିଣ୍ଡ ମଧ୍ୟ 4 ପ୍ରକୋଷ୍ଠ ହୋଇଥିବାରୁ ଏମାନଙ୍କ ହୃତ୍ପିଣ୍ଡରେ ଅମ୍ଳଜାନଯୁକ୍ତ ରକ୍ତ ଓ ଅଙ୍ଗାରକାମ୍ଳ ବିହୀନ ରକ୍ତର ମିଶ୍ରଣ ହୁଏ ନାହିଁ। ହେଲା, ତାଙ୍କର ବି 4ଟି ପ୍ରକୋଷ୍ଠ ବିଶିଷ୍ଟ। ବାମ ପଟର ଅଳିନ୍ଦ ଓ ନୀଳ ମଧ୍ୟ ଦେଇ ଅମ୍ଳଜାନଯୁକ୍ତ ରକ୍ତ ପ୍ରବାହିତ ହେଉଥିବା ବେଳେ ଅଳିନ୍ଦ ଓ ନୀଳ ମଧ୍ୟ ଦେଇ ଅମ୍ଳଜାନ ବିହୀନ ରକ୍ତ ସଞ୍ଚାଳିତ ହୁଏ। ମନେ ରଖିଥାଅ, ଅଳିନ୍ଦ ନୀଳ ହେଲା, ଏଇଟା ହେଲା ବାମ ପଟର ଅଳିନ୍ଦ ନୀଳ ମଧ୍ୟ ଦେଇ କ'ଣ ଅମ୍ଳଜାନଯୁକ୍ତ, ଆଉ ଦକ୍ଷିଣ ଇଏରେ କ'ଣ ଅମ୍ଳଜାନ ବିହୀନ ରକ୍ତ ସଞ୍ଚାଳିତ ହୋଇଥାଏ। ହେଲା, ତାହେଲେ ଶରୀରରେ କୌଣସି ଅଙ୍ଗକୁ ଥରେ ରକ୍ତ ପହଞ୍ଚିଲା ବେଳକୁ ତାହା 2 ଥର ହୃତ୍ପିଣ୍ଡ ମଧ୍ୟ ଦେଇ ପ୍ରବାହିତ ହୋଇଥାଏ। ତେଣୁ ଏ ପ୍ରକାର ରକ୍ତ ସଞ୍ଚାଳନକୁ କ'ଣ ଦ୍ୱୈତ ସଞ୍ଚାଳନ କୁହାଯାଏ। ଦ୍ୱୈତ, ବୁଝିହେଲା। ତାପରେ ସଂଶକ୍ତି ତତ୍ତ୍ୱ ପିଲାମାନେ ମୁଁ ତୁମକୁ ପଢ଼େଇ ଆଗୁଆ କହିଦେଇଛି ସଂଶକ୍ତି ତତ୍ତ୍ୱ। ହେଲା, ତୁମେ ନିଜେ ଇଏ କରିଦେବ, ଏଠି ଲେଖିଦେଇଛି, ନିଜେ ଲେଖିବ ସଂଶକ୍ତି ତତ୍ତ୍ୱ। ତାପରେ ପିଲାମାନେ ଆମେ ଯିବା ଶିରା ଓ ଧମନୀ। ଏଇନୁକା କହିଛି, ପୁଣି ଥରେ କହିଦେଉଛି ମଧ୍ୟ। ଶିରା ଓ ଧମନୀ ମଧ୍ୟ ରକ୍ତକୁ ସଞ୍ଚାଳିତ କରିବାରେ ହୃତ୍ପିଣ୍ଡ ମୁଖ୍ୟତଃ ଗୋଟିଏ ପମ୍ପ ପରି ଅବିରାମ ଭାବେ କାର୍ଯ୍ୟ କରିଥାଏ। ହୃତ୍ପିଣ୍ଡର କ'ଣ ସଂକୋଚନ ଜନିତ ଚାପ ଫଳରେ ଧମନୀ ଓ ରକ୍ତକୋଷିକ ଦେଇ ରକ୍ତ ପ୍ରବାହିତ ହୋଇ ଶରୀରର ପ୍ରତ୍ୟେକ କୋଷ ନିକଟରେ ପହଞ୍ଚେ। ଏଥିରୁ କୋଷ ଅମ୍ଳଜାନ, ଖାଦ୍ୟ ଓ ଅନ୍ୟାନ୍ୟ ପଦାର୍ଥ ଆବଶ୍ୟକ ମୁତାବକ ସଂଗ୍ରହ କରେ। ତାପରେ କ'ଣ ହୁଏ? ଅମ୍ଳଜାନ, ଖାଦ୍ୟ ଓ କୋଷ ମଧ୍ୟରେ ବ୍ୟବହାର ହେଲା ପରେ କୋଷରୁ ବାହାରୁଥିବା ଅଙ୍ଗାରକାମ୍ଳ ଓ ବିଭିନ୍ନ ବର୍ଜ୍ୟବସ୍ତୁ କୋଷ ବାହାରକୁ ଆସେ। ପ୍ରଥମେ ଶିରା, ରକ୍ତକୋଷିକ ଓ ପରେ ଛୋଟ ଶିରା ଦ୍ୱାରା ସେ ସମସ୍ତ ସଂଗୃହୀତ ହୋଇ ଶିରା ମଧ୍ୟକୁ ପ୍ରବେଶ କରେ। ଶିରା ମଧ୍ୟରେ ପ୍ରବାହିତ ହୋଇ ହୃତ୍ପିଣ୍ଡ ଆଡ଼କୁ ଆସେ। ବୁଝିହେଲା ତ? ତାପରେ ଶିରା ଉପରେ ଥିବା ପେଶୀର ସଂକୋଚନ ଓ ପ୍ରସାରଣ ଯୋଗୁଁ ରକ୍ତ ଠେଲି ହୋଇ ହୃତ୍ପିଣ୍ଡ ପର୍ଯ୍ୟନ୍ତ ଆସେ। ଏହା ଛଡ଼ା ଶିରାରେ ରହିଛି ଏକ ବିଶେଷ ଧରଣର କପାଟିକା, ଯାହାଫଳରେ ରକ୍ତ ଶିରା ମଧ୍ୟରେ ପଛକୁ ଫେରିପାରେ ନାହିଁ। ବୁଝିହେଲା। ତାପରେ ଘରେ ଦେଲା ରକ୍ତ ବର୍ଗ। ପିଲାମାନେ ପ୍ରତ୍ୟେକ ବ୍ୟକ୍ତିର ଏକ ନିର୍ଦ୍ଦିଷ୍ଟ ପିଲାମାନେ ବର୍ଗର ରକ୍ତ ଅଛି। ୟାକୁ ଆବିଷ୍କାର କରିଥିଲେ କାର୍ଲ ଲ୍ୟାଣ୍ଡଷ୍ଟେନର। ପରୀକ୍ଷାରେ ପଡ଼ୁଛି। 1930 ମସିହାରେ ତାଙ୍କୁ ନୋବେଲ ପୁରସ୍କାର ଦିଆଯାଇଥିଲା। ସେ ଦର୍ଶାଇଥିଲେ ଯେ କ'ଣ ଲୋହିତ ରକ୍ତକଣିକାର ବାହ୍ୟ ଆବରଣରେ ରହିଛି କିଛି ବିଶେଷ ପ୍ରୋଟିନ୍। ଏହି ପ୍ରୋଟିନ୍କୁ ସେ A ଓ Bରେ ନାମିତ କରିଥିଲେ ଏବଂ ଲୋହିତ ରକ୍ତକଣିକାର ଆବରଣରେ ଥିବା ଏହି ପ୍ରୋଟିନ୍କୁ ଆଣ୍ଟିଜେନ୍ କୁହାଯାଏ। ପ୍ଲାଜମାରେ ସେହିପରି ରହିଛି 2ଟି ପ୍ରୋଟିନ୍, ତାକୁ ଆଣ୍ଟିବଡି କୁହାଯାଏ। ଏବଂ ଆଣ୍ଟିଜେନ୍ ଓ ଆଣ୍ଟିବଡିର ବିଶେଷତ୍ୱ, ଏକ ନିର୍ଦ୍ଦିଷ୍ଟ ଆଣ୍ଟିବଡି କେବଳ ତାହା ପାଇଁ ଉଦ୍ଦିଷ୍ଟ ଆଣ୍ଟିଜେନ୍କୁ ଚିହ୍ନି ପାରେ। ପିଲାମାନେ AB ଆମେ ଜାଣିଛେ ରକ୍ତ ବର୍ଗ 4, AB ହେଲା ABO। ବୁଝିହେଲା। ତାପରେ ପିଲାମାନେ ଦେଲା ଏଇନା ପଢ଼ିଥିଲେ କୈଶିକ ଆକର୍ଷଣ। ସର୍ଟରେ ଲେଖିବା। କୈଶିକ ନଳୀରୁ ଜଳରେ ବୁଡ଼ାଇଲେ କୈଶିକ ଆକର୍ଷଣ ଜନିତ ଚାପ ଏବଂ ଜଳର ଉଚ୍ଚ ପୃଷ୍ଠତାନ ଫଳରେ ଜଳ କୈଶିକ ନଳୀ ମଧ୍ୟ ଦେଇ କିଛି ଉପରକୁ ଉଠିଯାଏ। ପିଲାମାନେ ନଳୀ ମଧ୍ୟରେ ଯେଉଁ ଜଳର ଉଚ୍ଚତା ବୃଦ୍ଧି ପାଇବ, ହେଲା, ସେଟା କାହା ଉପରେ ନିର୍ଭର କରିବ? ବ୍ୟାସ ଉପରେ। ହେଲା, ନଳୀର ବ୍ୟାସ ଉପରେ। ନଳୀର ବ୍ୟାସ ଯେତେ ଛୋଟ
सी सेते ऊपर को जीव जेते मोटा सेते ऊपर को जाई परिबो नाही। जाइलेम कैसिक नली सदृश एवं ताहा मध्य देई जल कैसिक आकर्षण जोगु ऊपर को उठी थाए। 1 मिलीलिटर 100 भागरु 1 भाग व्यास विशिष्ट जाइलम नली रे कैसिक आकर्षण जोगु जल 3 मीटर पर्यंत उठी पारे। केतेक जाइलेम टिश्यूर व्यास है 0.001 मिलीमीटर रु उणा। तेणु रक्त नली रे जल 10 मीटर पर्यंत उच्च को उठी पारे ताठारु अधिक नुहे। छोट छोट कम उच्च गछ पई कैसिक आकर्षण जनित जलर परिवहन संभवपर, मात्र अति उच्च वृक्ष पई यह पर्याप्त नुहे। तापर जीवा आमे मूलज चाप। मूल चाप पिलाने कौन कौन से उद्भिदर कांड को अधारू काटिदेले क्षत स्थान जलीय पदार्थ बाहर आम ना पढ़ीचे। मूल चाप जो सबू हुए बोली विश्वास करा जाए। गछर कंटा अंश जब आम मानोमीटर लगेगा ताल आम जापर जे है मूल जो चाप सृष्टि हुए केते चाप सृष्टि हुए जारी पारिबा। एथरे आमर कौन ऊर्ध्व परिवर्तन हम सबू ताले मूल चाप इना पढ़ी तुम निजे लिखिदेव। तापर जा 9 नंबर पिला माने कैसिक आकर्षण जो जलर परिवहन किपरि हुए। पिला माने कैसिक नली मध्य दे से ऊपर को उठी जाए। इना पढ़िले नलीर व्यास जेते छोट पांटा जलटा सेते ऊपर को उठिबो हैला। ताले उद्भिदर जाइलेम टिश्यू कैसिक नली परि कार्य करथियारु जल परिवहन संभवपर होइथाय। तापरे खरे देला मनीष रक्तवर्ग किपरि निर्णय करहब। इना पढ़िले 2 प्रकार अछि, गोटे हला एंटीजेन गोटे एंटीबॉडी। एक निर्दिष्ट एंटीबॉडी तापे उद्दिष्ट एंटीजेन को से चिन्ह पारिबो। एही एंटीबॉडी और एंटीजेन उपस्थिति उपर निर्भर करे रक्तवर्ग कौन तमर हम। गरे पिला आमको देला मनीषर हृत्पिंडर प्रकोष्ठ और कपाटिकार अवस्थित लेख। पिला माने मनीषर हृत्पिंड रे 4टी प्रकोष्ठ रही आम जानी ना। उपर प्रकोष्ठ गुड़ी को अलिंद और तल प्रकोष्ठ गुड़ी को नील कुहा जाए। दक्षिण पार्श्व थिबा उपर और तल प्रकोष्ठ को यथाक्रमे दक्षिण अलिंद और दक्षिण नील एवं बाम पार्श्व थिबा कौन उपर और तल प्रकोष्ठ को बाम अलिंद और बाम नील बोली कुहा जाए। दक्षिण अलिंद और दक्षिण नील द्वार 3 पाखुड़ा विशिष्ट कपाटिका एवं बाम अलिंद बाम नील भितर 2 पाखुड़ा विशिष्ट कपाटिका थाए हैला। नील कौन रक्तवाहिनी द्वार अर्ध चंद्राकृत कपाटिका थाए। घर देला आमको केउ कारक मान जो जल मूलर गछ अग्रभाग पर्यंत थाए। पिलाने इन पढ़िले कैसिक आकर्षण मूल चाप उत्सेदन है सशक्ति बल संलग्न बलर मिलित प्रभाव में जल मूलर गचर अग्रभाग पर्यंत जाए। वर पिला माने उद्भिदर जलर परिवहन में मूल चापर भूमिका कौन। उद्भिदर जलर परिवहन में मूल चाप अधिक होई न थाए। पिला माने उच्च गछर मूल रे मूल चाप अधिक होई न थाए। उत्सेदन बेग सर्वाधिक थिबा बेले मूल चाप सर्वनिम्न होता है पढ़ीचे। 10 नंबर दबा गोटे वाक्य उत्तर दबा आम मनीषर रक्तर केउठारे आंटीजेन और आंटीबॉडी रही थांती हैला। लोहित रक्त कणिकार बाह्य आवरण आंटीजेन और प्लाज्मा रे आंटीबॉडी थांती। खरे लैंडस्टेनर केउ जातिर मांकड़ मान लोहित रक्त कणिका बाह्य आवरण RH आंटीजेन थिबार देखिथिले हैला। सेला कौन पाती मांकड़ बा रेसस मंकी बोली कहुव। गरे देला मनीषर हृत्पिंड केते प्रकोष्ठ विशिष्ट से 4 प्रकोष्ठ विशिष्ट। घरे पत्र रे प्रस्तुत श्वेतसार किपरि भाव में गछर विभिन्न अंश को स्थानांतरित हुए है। पत्र रे प्रस्तुत श्वेतसार फ्लोएम साहाय्य परिवाहित होई गछर विभिन्न अंश को स्थानांतरित होई थाए। ओरे गछर मूलज चाप केउ जंत्र साहाय्य मपा जाई पारे से मानोमीटर साहाय्य आम मापी पारिबा। 11 नंबर गोटे शब्द उत्तर दबा आम है केउ रक्तवाहिनी द्वारा रक्त मनीष हृत्पिंड शरीर विभिन्न अंश को प्रवाहित हुए से ये भूल देती बोधे तुम बही देखीदेव यहाँ हाँ पिला ठीक अच्छे है। शरीर कहार अवस्थित जो रक्त पछक परी ना कापरी को गरे मनीषर हृत्पिंड दक्षिण अलिंद और दक्षिण नील द्वार केतोटी पाखुड़ा विशिष्ट कपाटिका रही 3 पाखुड़ा विशिष्ट कपाटिका। तापरे घरे नील और रक्तवाहिनी मध्य केउ प्रकार कपाटिका रही अर्ध चंद्राकृति कपाटिका। वरे उद्भिदर वायवीय अंश रु जलीय बाष्प आकार जलर निर्गमन प्रक्रिया कौन कहुए
ହେଲା ଏଟା ହେଲା ଉଦ୍ଭିଦର ଉଚ୍ଛେଦନ ପ୍ରକ୍ରିୟା ହେଲା ଉଚ୍ଛେଦନ ପ୍ରକ୍ରିୟା। ତାପରେ 12 ନମ୍ବର ପିଲାମାନେ 12 ନମ୍ବର କ'ଣ ଦେଲା ପତ୍ରରେ ପ୍ରସ୍ତୁତ ଶ୍ୱେତସାର ଡ୍ୟାସ୍ ଟିସ୍ୟୁ ଦ୍ୱାରା ସ୍ଥାନାନ୍ତରିତ ହେଇଥିଲା ଫ୍ଲୋଏମ୍। ଏଠି ଲେଖିଦିଅ ହେଲା ହେଲା କ'ଣ ଫ୍ଲୋଏମ୍ ଟିସ୍ୟୁ ଦ୍ୱାରା। ତାପରେ ଖରେ ଦେଖ ସମସ୍ତ ରକ୍ତ ଦେଇପାରୁଥିବା ବ୍ୟକ୍ତିଙ୍କୁ କ'ଣ କୁହାଯାଏ ସର୍ବଜନ ଦାତା ବୋଲି କୁହାଯାଏ ହେଲା ଏଠି ଲେଖିଦେଇଛି ତଳେ ସର୍ବଜନ ଦାତା। ତାପରେ ଗରେ ଦେଲା ବାମ ଅଳିନ୍ଦ ଓ ବାମ ନୀଳ ମଧ୍ୟରେ ଥିବା କପାଟିକାକୁ ଡ୍ୟାସ୍ ଏଇଟା ହେଲା କେଉଁ ଟିସ୍ୟୁ ଏଟାକୁ କୁହାଯାଏ କେତେଟା ଟିସ୍ୟୁ ଏଇଟା 2 ହେଲା 2 ହଁ। ତାପରେ ପିଲାମାନେ ଘ କୋଶ୍ଚିନ୍ ଇଏ ହେଇଯାଇଛି ତା ଆନ୍ସର ହେବ ଜାଇଲେମ୍ ବୁଝିହେଲା ତାକୁ ଲିଭି ଯାଇଛି ଦେଖିପାରିନି ମୁଁ ଓର ମଧ୍ୟ ଭଲରେ ଲେଖିପାରିନି ଓର ଆନ୍ସର ହେବ ତାପମାତ୍ରା ହଁ ଲେଖା ହେଇଛି ଓ ଲେଖା ହେଇଛି ଓହୋ ଘ ଓ ଦୁଇଟା କରିଦେଇଛି ହେଲା ଘ ଜାଇଲେମ୍ ଓ ଉଚ୍ଛେଦନ ଦ୍ୱାରା ଉଦ୍ଭିଦର ଡ୍ୟାସ୍ ନିୟନ୍ତ୍ରିତ ହୋଇଥାଏ ତାପମାତ୍ରା ନିୟନ୍ତ୍ରିତ ହୁଏ। 13 ନମ୍ବର ଦେଲା ବାକ୍ୟରେ ବିଭିନ୍ନ ରେଖାଙ୍କିତ ଶବ୍ଦପୁଞ୍ଜକୁ ବଦଳାଇ ଠିକ୍ ବାଟରେ ଲେଖିବା ହେଲା ସେଲା ଧମନୀ ବାଟ ଦେଇ ମଣିଷରେ ବିଭିନ୍ନ ଅଂଶରୁ ରକ୍ତ ସଂଗୃହୀତ ହୋଇ ହୃତ୍ପିଣ୍ଡରେ ପହଞ୍ଚେ ନାହିଁ ହେଲା କ'ଣ ଊର୍ଦ୍ଧ୍ୱ ମହାଶିରା ଓ ନିମ୍ନ ମହାଶିରା ବାଟ ଦେଇ ମଣିଷର ବିଭିନ୍ନ ପହଞ୍ଚେ ବୁଝିଲା। ତାପରେ ଖରେ କରିଦେଲା ମଣିଷର ହୃତ୍ପିଣ୍ଡରେ ବାମ ଅଳିନ୍ଦ ଏଇଟା 2ଟି ପାଖୁଡ଼ା ବାମ ଅଳିନ୍ଦ ଓ ବାମ ନୀଳରେ 2ଟି ପାଖୁଡ଼ା ଏଇଟା 4 ନ 2 ମଣିଷ ଶରୀରରେ ଏକକ ତାପରେ ଦେଲା ଗରେ ଏକକ ସଞ୍ଚାଳନ ପ୍ରକାର ରକ୍ତ ହେଲା ସଞ୍ଚାଳନ ନାଇଁ ଏଇଟା ହେଲା ହଁ ଦ୍ୱୈତ ସଞ୍ଚାଳନ ହେବ। ତାପରେ ଘରେ କୈଶିକ ଆକର୍ଷଣ ପାଇଁ ଜଳର ସଶକ୍ତି ବଳ ଦରକାର ହେଲା ଜାଇଲେମ୍ ନଳୀର ବ୍ୟାସ ଛୋଟ ହେବା ଦରକାର କୈଶିକ ଆକର୍ଷଣ ପାଇଁ। ତାପରେ 14 ନମ୍ବର ଦେଇଛି ଆମେ ଶୂନ୍ୟ ସ୍ଥାନ ପୂରଣ କରିବା ତୃତୀୟ ଶବ୍ଦ ଲେଖିବା ଦେଇଛି କରେ ଦକ୍ଷିଣ ନୀଳ ହେଉଛି ଫୁସ୍ଫୁସ୍ ଧମନୀ ବାମ ନୀଳ ହେଉଛି ଲେଖିଦେଇଛି କ'ଣ ମହାଧମନୀ। ତାପରେ ଖରେ ଦେଲା ଜୋକ ହେଲା ଲାଳ ଜୋକ ଲାଳ ହେଲା ହିରୋଡିନ୍ ମଣିଷ ରକ୍ତ ହେଲା ହିପାରିନ୍। ତାପରେ ଲୋହିତ ରକ୍ତ କଣିକା ଆବରଣ ହେଲା ଆଣ୍ଟିଜେନ୍ ପ୍ଲାଜମା ହେଲା ଏଣ୍ଟିବଡି ହେଲା ମୂଳରେ ଚାପ ଚେରରେ ହୁଏ କୈଶିକ ଆକର୍ଷଣ ଯେଉଁ କାଣ୍ଡ ଉଠିବ ଏଇଟା ଭୁଲ ଲେଖା ହେଇଛି ହେଲା ତାକୁ ସମ୍ପୂର୍ଣ୍ଣ କରିଦେଲେ ଧନ୍ୟବାଦ ପିଲାମାନେ।